आमर वर्तमान नाटकर प्राय बाइधन रोलटा चाहे भी जार जहाँ नंबर अच्छी उल्ट पाल्टा हो कारण बाइधन गोटे रोल बहुत सार मान भी आमर अच्छा विचार वरिष्ठ विचारपति मान अच्छा मु दिजन जाक अति सरल विषय दे पूरा सहज विषय दे जी जी आला हाई सर नंबर दबा मांडव्य ऋषि कहीं सुरे कहीं शुणी दिगला मांडव्य ऋषि को कहीं शुणी दिगला अति सहज सर दृष्टिगोचर हो सारे मानव ऋषि कथा कहले तथापि मोर टिके दृष्टिगोचर जी जो अनुसार कहूँ बोधे देवकर्णकर आज्ञा संतान संतति किसी नथिला संतान संतति नथिबा द्वारा से अनेक पिला को खाद्य थोड़े गायकी बुझेबे ना जति जानि गायबे विषय तो देजे आपन माने गायबे ठाको देबे ना ना आज्ञा जानिथिबा कथा मु आपन को ठकेनी जन न जानि त मना करबे तेनु मोर ज्ञात दृष्ट ए विषय आ कोनेलो रानी नाम फाड़ दो रानी नाम के कहलो कि मने पडुनी इतिहास के दत्या शक्ति बोधे कोन बोधे नाना कोन केसरा मने पड़ जानी नाना के भूली जाई के बस नहीं नहीं दत्या शक्ति नो तो आपको विषय चालू बाबू जेते बेले कन्याटी जन्म हो गला झीटीर ना देले काम प्रमोदिनी हैला तेणु झीटी पढ़ुचे केमिति गला थर जाइतरा कालिदासंकर आसीबो किए बोला रजनीकर मागिला खेलिला रजनीकर स्नेहता छाड़िला झीटी बाल्य पौगंड यौवन अवस्था से पहुंचला जेतले यौवन अवस्था पहुंचला ये उत्कल घंट जदुमणि महापात्र दृष्टि पड़ा कौन कहले झीटी केमिति है जी
কলাই ক্ষণ কুহারি আরে হরিণ পড়াই শশীরে শরণ মেলা ସାରେ ଆପଣ ବିଷୟଟା ଭଲ ଭାବରେ ଜାଣିଛନ୍ତି ମୁଁ ଆଉ ଟିକେ ସରଳ କରିଦେବି ବିଷୟଟା ଶୁଣନ୍ତୁ ନପାହୁ ରାତି ନମରୁପତି ଏକ ରାତି ହଉ ଶପଥ ରାତି ଆଜ୍ଞା କୋଉଠି ଟିକେ ମନେ ଅଛି ମୁଁ ମନା କରୁନି ମାଣ୍ଡବୀ କଥା କଣ ମୁଁ ଜାଣିନି କୋଉଠି ଟିକେ ମନେ ଥିବ ବିଷୟଟା ପ୍ରାରମ୍ଭରୁ ମୋତେ ଜଣାନି ତେଣୁ ଏଇଟା ଉଲ୍ଟା ପାଲ୍ଟା କିଏ ହବ ସେ ସମ୍ପୂର୍ଣ୍ଣ ମୋର ଗାଇଲେ ଲୋକ ଶୁଣନ୍ତୁ ତେଣୁ ମୋର କହିବାର କଥା ବିଷୟ କିଛି ନାହିଁ ତ ଜାଣିଥିଲେ ଟିକେ କହିଥାନ୍ତି ନହେଲେ ନାହିଁ ଆପଣମାନେ ସମସ୍ତେ ଯେତେ ବସିଛନ୍ତି ସାର୍ ଜଜ୍ ସାର୍ ମାନେ ଗୋଟେ କଥା କହୁଛି ଏଠି ଯେ ଆମର ହାଡ଼ି ପାଟରୁ ବିଣାକାର ପାଟ ପର୍ଯ୍ୟନ୍ତ ସବୁ ସାରେ ଯୋଡ଼େ ତିନି ସବୁ ଟିକେଟ ପକେଇକି 10-15ଟା ହେଉଛି ମୋର ଅନୁରୋଧ ଆପଣମାନେ ବାଇଧନ ଛୁଆଙ୍କୁ ବି ଗଲା ଭବିଷ୍ୟତ ପାଇଁ ଚେଷ୍ଟା କରନ୍ତୁ ସମସ୍ତେ ସାର୍ମାନେ 15-20 ବିଷୟ ପକାନ୍ତୁ ଯେମିତି ପକାଉଛନ୍ତି ଆମର ଯେଉଁ ମେହେନ୍ଦର ପାଟ କାମୁଳି ପାଟ ଜାଗାରେ 10-15 ପକାନ୍ତୁ ତାକୁ ଆମେ ପୁଣି ବାଇଧନ ଆଗେ ଘାଣ୍ଟିକି ଯେମିତି ପ୍ରତ୍ୟେକ ପାଟ ନେଉଛୁ ଘାଣ୍ଟିକି ନେବୁ ଯିଏ ବିଷ ଜାଣିଥିବ ସେ ଗାଇବ ଏଇଟା ମୋର ଅନୁରୋଧ କିନ୍ତୁ ମୁଁ ମାଣ୍ଡବ ବିଷୟ ଟିକେ ଟିକେ ଜାଣିଛି ଏଭଳି କରନ୍ତୁନି ଆଜ୍ଞା ଆଚ୍ଛା ଶୁଣନ୍ତୁ ଠିକ ଅଛି ବର୍ତ୍ତମାନ 10ଟା ଟୋକନ ଲେଖି ବାଇଧନ ବିଷୟ ଦେବି ଗାଇବେ ଆଜ୍ଞା ଆଜ୍ଞା ଯାହା ଜାଣିଥିବ ଗାଇବ ନା ଗାଉଧନ ବିଷୟ ଲେଖି ହଁ ସାର୍ ହଉ ଆଜ୍ଞା କନ୍ୟା ତେଣୁ ଦେଖ ହେଲା ଯୌବନ ଆଜ୍ଞା ବସନ୍ତ ଋତୁ ହେଲା আগমন ଏ ବାବୁ ବସନ୍ତ ଋତୁ ଆଉ ଆଇବାନି ଭାଇ ତ ଅନେକ ବିଷୟ କଣ ସାର ଗୋଟେ ନୂଆ ବିଷୟ ଦବ ଗାଇବା ପାଇଁ ତେଣୁ ବସନ୍ତ ଋତୁ ହେଲା আগমନ ଆଜ୍ଞା ସଖୀ ମାନଙ୍କ ସଙ୍ଗେଣ ଆଜ୍ଞା ଜଣ ପିଲା ବୁଲିବା ପାଇଁ ଦେଖ ଦେ ବସିଲା ଯାଇ ଜଳେଣ ମାଇ সময় দেখো সম্বরা নাম রাক্ষস সে স্থানে তোলা যাই না সেনো পাখি নামে ওই বেসেণ কনেকু আপে করিলা হরণ ବର୍ତ୍ତମାନ ଯେଉଁଟା ଆସିଲା ଆପଣଙ୍କ ଯୋଉ କୋଶ୍ଚିନ୍ କରିବା ପାଇଁ ଠିକ୍ ଅଛି ଏଇଟା କରିବା ଆଜି ଫାଇନାଲଟା କରିବା ଉଚିତ ନାଇଁ କରିଥାନ୍ତେ ଠିକ୍ ଆଜି କମିଟି ତରଫରୁ ବି ସେୟା କହିଥିଲେ ଯେ ଏମିତି ଗୋଟେ ବାକ୍ସ ରଖିବା ଉଚିତ ଯେହେତୁ ଆଜି ଫାଇନାଲଟା ଗାଡ଼ି ଦୁଇଟା ରଖା ହେଇଛି ଗାଡ଼ି ଦୁଇଟା ପ୍ରାୟ ସମାନ ରେଟ୍ରେ ସୁଧା କିଏ ଫାର୍ଷ୍ଟ କିଏ ସେକେଣ୍ଡ ଏଇଟା ଚାହୁଁଛନ୍ତି ତେଣୁ ଏଟା ବି କମ୍ପ୍ଲେନ୍ ଆସିଛି 3 ଜଣ ବିଚାରକ ଅଛନ୍ତି ଜଣକା 5 ଟଙ୍କା ଅପରେସନ୍ କରନ୍ତି ଜଣକା 5 ଟଙ୍କା 5 କି 15ଟା ଏଇଟା ପକାନ୍ତୁ ଯୋଉ ବିଷୟଟା ଯାହା ଠିକ୍ ଯୋଉଟା ରହିବ ବିଷୟ
ପାଞ୍ଚ ପାଞ୍ଚ କେମିତି ଆପଣ କିଛି ଜାଣିନାହାନ୍ତି ବିଷୟ ମୋବାଇଲ ବାହାରନ୍ତୁ ନା କୋଶ୍ଚିନ୍ ତିଆରି ଚାଲିଥାନ୍ତୁ ସମୟ ଆଜି ଆମର ଯାହା ହବ ନା କାହିଁକି ସଂଘରେ ଯାହା ବିଚାର ହବା କଥା ସେଟା ଫାଇନାଲ ହବ କିନ୍ତୁ ଯେହେତୁ ଏଇଟା ଅଛି ସମୟ ଆଜି 7:30 ହେଲେ କିଛି ନାହିଁ ସଂଘ ଯାହା ପନିସମେଣ୍ଟ ଦେବ ସେଇଟା ଆମେ ଗ୍ରହଣ କରିବୁ ଯେହେତୁ ମୁଁ ସଭାପତି ଅଛି ଯାହା ପନିସମେଣ୍ଟ ମୁଁ ଗ୍ରହଣ କରିବି ଏଥିରେ କିଛି ନାହିଁ କିନ୍ତୁ এইটা তো নিতান্ত দরকার তেমন আপনার 5-5 স্থানে হ্যাঁ ନାଇଁ ମୋ ଯଥା ସାରିକା ବି ସରିଲା ସମୟ ହେଲାନି ମୁଁ ଆପଣଙ୍କୁ ଅନୁରୋଧ କରିବା କଥା ମୋ କଥା ଆଜ୍ଞା ବୁଝିପାରିଲେନି କଥାଟାକୁ ହିଟ୍ ମାଇଣ୍ଡକୁ ନେଲେ ମୁଁ କହିବା କଥା ଯେମିତି ଆମେ ହାଡ଼ି ଫାଡ଼ି କିଣା ଯାକେ ମାନେ ଯୋଉ ଆମର 8-10ଟା 15ଟା ପଡ଼ୁଛି ମୋର ପ୍ରାଇଭେଟ ବେଳକୁ ହୁଅନ୍ତା ବୋଲି ମୁଁ ଭାବୁଛି ଏଇଆ କହିଲି ମୁଁ ଆପଣଙ୍କୁ ଅନୁରୋଧ କରି କହିଛି କଲେ ଭଲ ହବ ବୋଲି ଭାବୁଛି କହିଲି ଭଲ ହେଲେ ଆଗକୁ ଭଲ ହବ ଆପଣ ରାଗନ୍ତୁ ମୁଁ କହିବା କଥା ଆପଣ ସମସ୍ତେ ଦିଦିଟା ଆଜ୍ଞା ତମେ ଯୋଉଟା କହିଛ ଠିକ ତମ କଥାରେ କେହି ରାଗି ନାହାନ୍ତି ବାହାର ଦର୍ଶକ ଆଡୁ ମୁଁ ଶୁଣିକିରି ଆସିଲି 2-4 ଜଣଙ୍କରୁ ଯେଟା ମୁହଁରେ କାହିଁକି ଗଲେ ତାର କ'ଣ ଦବାରୁ ବାର୍କା ହଉନି ମୁଁ କହିଲି ନାଇଁ ବାଇଧନଟା କରା ଯାଇ ନାହିଁ ତେଣୁ ସେଇଟା କୋଶ୍ଚିନ୍ ଆସେ ନା ଏଇଟା କରିବା ଉଚିତ ତେଣୁ ସେଇଥିରୁ ମୁଁ ଆସିଲି ବର୍ତ୍ତମାନ କହିଲି 5-5ଟା କର 5-15ଟା ଠକ ହଁ ସାରଙ୍କ ବିଷୟ ଦିଅନ୍ତୁ এটা প্রথম দিন কইলে তা চেঞ্জ হতা গলা কালি হেতলা করা ମୁଁ ଦେବି ଦଉଛି ଗାଇବ ପତିତ ଚଣ୍ଡାଳ ପତିତ ଚଣ୍ଡାଳ ବଢିଆ ବିଷୟ ପତିତ ଚଣ୍ଡାଳ ଗାଓ
ନା ଗୋଟେ ଆମେ ରଖିଥିବା ତେଣୁ ଅଷ୍ଟଭାବରେ ନମସ୍ତ ଗୌରୀ ନମସ୍ତ ଚରଣେ 10 ବର୍ଷ ଭୋଗ କନ୍ୟା ତତ ଊର୍ଧ୍ୱ ରଗସ୍ତଲା ବାବୁରେ ଶ୍ଲୋକ ଟିକେ ଆଉ ଟିକେ ସରଳ ଭାଷାରେ ବୁଝେଇଲେ ଅଭିମନ୍ୟୁ ଓଡ଼ିଆ କବି ଓଡ଼ିଆ ବୈଷ୍ଣବ କବି ଅଭିମନ୍ୟୁ ସମତ ସିଂହାର କହିଲେ ଗୌରୀ ରୋହିଣୀ জন্ম হলা বলে তাকে উয়াসী কন্যা বলে কুহযায় নাম অনেক অনেক শাস্ত্র প্রমাণ করে জগন্নাথ সংস্কৃতি গীতা পণ্ডাঙ্কর দ্বিতীয় ভাগরে লেখা হয়েছে সুমতি নামিক কন্যা বলে মধ্যে তেণু এই উয়াসী ধীরে ধীরে বড় হলা ଆଉ ଚର୍ଚ୍ଚିକାନ ଗড়େ ଏକ ଚତୁରା ଥିଲା ଚର୍ଚ୍ଚିକାନ ଗড়େ ଏକ ଚତୁରା ଥିଲା ଆଗକୁ ହେ ବନ୍ଧୁ ସାପ ନନ୍ଦେତ କରିଲା ନିଜ ପାଖରେ ଆଜ୍ଞା ଚର୍ଚ୍ଚିକାର ଦେଶ ମାଧ୍ୟମରେ ନିଜଙ୍କର ସଙ୍ଗରେ ବିବାହ କଲା ବାହାଘର କଲା ଯେମିତି ସମସ୍ତେ ଆଜ୍ଞା ମୃତ୍ୟୁବରଣ କଲେ ବିବାହ ହୋଇ କନ୍ୟା ଦେବେ କାର୍ଯ୍ୟ ଚଳିଲା ସ୍ୱାମୀ ସହି ଘରେ ଶାଶୁ ଶ୍ୱଶୁର ଯେତେବେଳେ ଉଆସୀ କନ୍ୟାଟି ବିବାହ ସ୍ୱାମୀ ସଙ୍ଗରେ ଆଜ୍ଞା ଶାଶୁ ଶ୍ୱଶୁର ମଧ୍ୟ ମୃତ୍ୟୁବରଣ କଲେ ଆଜ୍ଞା ପୁନର୍ବାର ଯେତେବେଳେ ଘରକୁ ଫେରି ଆସିଛି ଉଆସୀ ଏଇଠି ମୋର ଠାକୁ ସେ କୁହନ୍ତୁ ଆରେ ବାବୁ ରହ 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 ଟିକେ ଇଏ ସିନ୍ଧୁ କୂଳରେ ଆଜ୍ଞା ବ୍ରାହ୍ମଣ ପ୍ରଥମେ ନଥିଲେ ଆଜ୍ଞା ଇଏ ହଉଛି ପାଲାପ୍ରଟ ପତିତ ପାବନ ତେଣୁ ଅବନ୍ତ୍ୟ ନଗର ବ୍ରାହ୍ମଣ ସୁଧି ସବାଣ ପତ୍ନୀ ନାମେ ସୁର ସେନି ପ୍ରମାଣ কিন্তু ভাই তাଙ୍କ ନାଁ ଗୋଟିଏ କହିଲେ ରେବତୀ ନା ସେବତୀ କଣ କହିଲେ ସୁମତି ସୁମତି ତେଣୁ ତାର ଅନ୍ୟ ନାମ ଗୋଟିଏ ଅଛି କୁନ୍ଦଦନ୍ତୀ ବୋଲି ମଧ୍ୟ ଏହା ବି ମଧ୍ୟ ପ୍ରମାଣ ଅଛି କୁନ୍ଦଦନ୍ତୀ କହୁଛନ୍ତି ନାହିଁ ଆଜ୍ଞା ସାରେ ସାରେ ଏଠୁ ଯାଉଛି ନାଇଁ ମୁଁ କହୁଛି ପ୍ରଥମ
ପ୍ରଥମରୁ ସାର୍ ଏଇଠୁ ମୁଁ କହୁଛି ସେ ଯେତେବେଳେ ଉଆଁସି କନ୍ୟା ବୋଲି ତାକୁ କେହି ବାହାଘର ହେଲେ ନାହିଁ। କନ୍ୟାଟା ହେଲା କିନ୍ତୁ ତେଣୁ ଆପଣ ଦି ଜଣ ଆଜ୍ଞା ଯାକ ଅଷ୍ଟ ବର୍ଷ ଦି ଜଣ ଯାକ ପ୍ଲଟ ଜାଣିନାହାନ୍ତି। ସାର୍ ଟିକେ ମତାବନ ସାର୍ ବିଷୟ ସେଇଟା ମୁଁ ତ ଅନ୍ୟାୟ କାହିଁକି କିଛି ବୁଝାନ୍ତୁ ନାହିଁ। ଆପଣ ଯୋଉଟା କହୁଛନ୍ତି ସେ ଆଗ ଯୋଉ କହିଲେ ବ୍ରାହ୍ମଣ ମୁଁ ରାଜି ଅଛି, ଅବନ୍ତୀନଗର କହିବି ମୁଁ ରାଜି ଅଛି ବା ସିଏ ଯୋଉଟା କୁହନ୍ତି ସେ ବ୍ରାହ୍ମଣ ନାଁ କଣ, ତା ସ୍ତ୍ରୀ ନାଁ କଣ, ତାଙ୍କ ଆଉ ୱାଂଶୀ କନ୍ୟାଟା କୋଉଠୁ ହେଲା? ଆପଣ ଯୋଉ ଏଇ କଥାଟା କହୁଛନ୍ତି ବ୍ରାହ୍ମଣଙ୍କର ଗୋଟେ କନ୍ୟା ହେଲା, ତାର ସ୍ତ୍ରୀ ନାହିଁ ପୁଣି କନ୍ୟାଟା କିଣି ହେଲା। ଆପଣ ଆଜ୍ଞା ଦେଖନ୍ତୁ ଶୁଣନ୍ତୁ, ଆଜ୍ଞା ପ୍ରଥମେ ଆଗ ଯୋଉ ବ୍ରାହ୍ମଣ ବ୍ରାହ୍ମଣୀ କହୁଛନ୍ତି ତାଙ୍କ ନାଁ ଆଗ କୁହ, କାହିଁକି ହେଲାନି ତାଙ୍କର, କଣ କଲେ ଯେ ପୁଣି କନ୍ୟା ହେଲା? ସିଏ ଜଗନ୍ନାଥ ତେଣୁ ଆଜ୍ଞା ପାଇଥିଲେ। କହୁଛି ସେ ଆଜ୍ଞା ସେ ବ୍ରାହ୍ମଣ ହଉଛନ୍ତି ଜଣେ ମିଶ୍ର, ତାଙ୍କ ସାଙ୍ଗେ ଆଜ୍ଞା ମିଶ୍ର ଗୋଟିଏ ଅଛି ଦେବଦତ୍ତ ମିଶ୍ର ବା ମିଶ୍ର, ଏଠି ବ୍ରାହ୍ମଣୀ ହେଲେ ପଦ୍ମାବତୀ। ସେ ଆଜ୍ଞା ସନ୍ତାନ ଶତ୍ରୁଘ୍ନ ନ ହେଲାରୁ ସେ ଆଜ୍ଞା ଜଗନ୍ନାଥଙ୍କୁ ପ୍ରାର୍ଥନା କଲେ, କନ୍ୟା ଗୋଟିଏ ଗର୍ଭରେ ରହିଲେ। ଇଏ ଯୋଉ ଉଆଁସ ତିଥିରେ ଆଜ୍ଞା କନ୍ୟାଟି ଜନ୍ମ ହେଲା, ସେ ତେଣୁ ଉଆଁସରେ ପରିଣତ ହେଇଗଲା, ଉଆଁସୀ କନ୍ୟାରେ ପରିଣତ ହେଲା। ତେଣୁ ଇଏ ଯେତେବେଳେ ଅସୁରୀ ଯେତେବେଳେ ଆଜ୍ଞା ଜନ୍ମଗ୍ରହଣ କଲା, ସେ ସମୟରେ ଯାହାକୁ ବିବାହ ହେଲା ସେ ଆଜ୍ଞା ମୃତ୍ୟୁବରଣ କଲା। ଯେମିତି ଗାନ୍ଧାରୀ ଯାହାକୁ ବିବାହ କରିବେ ସେଇଭଳିଆ ଏ କନ୍ୟା ଯେତେବେଳେ ବିବାହ ହେଲା ମଲେ, ତେଣୁ ଶାଶୁ ଶ୍ୱଶୁର ମଲେ, ଆଜ୍ଞା ସ୍ୱାମୀ ମଲା। ତେଣୁ ଏଠି ଆସିକିରି ଆଜ୍ଞା ଯେତେବେଳେ ପୁଣି ପୁନର୍ବାର ଫେରି ଆସିଛନ୍ତି, ବାପା ମା ମରିଗଲା, ତ୍ରିପୁରା ଚଣ୍ଡାଳ ଆଜ୍ଞା ମୋ ସାଙ୍ଗେ ଭାଇ ଆପଣ ଆଗକୁ କରନ୍ତୁନି। ଆଜ୍ଞା ଏସାରା ଜଗନ୍ନାଥ ଜାଣିଛୁ ସାର୍ ଜଗନ୍ନାଥ ନିଜେ ଆପଣ ମୋ କଥାଟା ଶୁଣନ୍ତୁ, ଯଦି ନହେଲା ଆପଣ ରିଜେକ୍ଟ କରିବେ, ମୋର କହିବା କିଛି ନାହିଁ। ତମ ଆପଣ ଦୁଇ ଜଣ ଯାକର ଆରମ୍ଭରୁ ମତେ କହିବ ନା ମୁଁ କହିବା ପାଇଁ ଚାହୁଁନି, କଣ ପାଇଁ ଆରମ୍ଭରୁ ତ ନାଁ କହିପାରିଲନି। ଏକ ଯାହାର ପୁତ୍ର କନ୍ୟା ହଉଛି ତା ନାଁ ହଉଛି କଣ ହଉଛି ବିଷ୍ଣୁ ଶର୍ମା। କନ୍ୟା କେତେ ଲକ୍ଷ୍ମୀ କହନ୍ତୁ, ଲକ୍ଷ୍ମୀ ଲକ୍ଷ୍ମୀ ପ୍ରିୟା ବୋଲି କନ୍ୟା ତାଙ୍କ ତାର ସ୍ତ୍ରୀ ହଉଛି ବିଷ୍ଣୁ ଶର୍ମାଙ୍କ ସ୍ତ୍ରୀ ହଉଛି ଲକ୍ଷ୍ମୀ ପ୍ରିୟା। କେତେ ଜାଗାରେ କହୁଛନ୍ତି ପଦ୍ମାବତୀ। ଏଟା ମୁଁ ଜାଣୁଛି, ଶୁଣନ୍ତୁ ଏଟା ମୁଁ ଜାଣୁଛି। ତାପରେ ହେଇଛି କଣ, ୱାଂଶୀ କନ୍ୟାଟେ ହେଲା କେମିତି? ସିଏ ଯୋଉଟା କହିଲେ ଜଗନ୍ନାଥ, ଜଗନ୍ନାଥ ତାଙ୍କ କଥା ଶୁଣି ନାହାନ୍ତି, ପ୍ରଭୁ କିନ୍ତୁ ଜାଣନ୍ତି। କାହିଁକି ପତିତ ଚଣ୍ଡାଳ ହବ କେମିତି, ଏ କାମଟା କରିଛି କିଏ? ଆପଣ ସେ ଆଗକୁ ଧରନ୍ତୁ। ତେଣୁ ସିଏ କହିଲେ ଶିବ ଆରାଧନା କରନ୍ତୁ, ଶିବଙ୍କୁ ସେ ଆରାଧନା କରିଛନ୍ତି। ଶିବଙ୍କୁ ଆରାଧନା କଲେ, ଶିବଙ୍କୁ କହିଲେ କଣ ତମେ ଚାହୁଁଛ? ତାଙ୍କର ଆଶୁତୋଷ ତାଙ୍କ ନାଁ ସେଇଠୁ ଯେ କଣ ତମେ ଚାହୁଁଛ? ସେ କହିଲେ ଗୋଟେ ପୁଅଟିଏ ଚାହୁଁଛୁ। ସେ କହିଲେ ଦେଖ ଯଦି ପୁତ୍ର ଦଉଛି ପୁତ୍ର ହବ, କିନ୍ତୁ ପୁତ୍ର ଯୌବନ ଦାନ ହବ ତମ ସ୍ୱାମୀ ମରିବ। ପୁତ୍ର ଯୌବନ ଦାନ ହବ ସ୍ୱାମୀ କହିଲେ ନା, ଆଉ କାହା କଣ ଜାଣିଲେ? ଯଦି କନ୍ୟା ଚାହୁଁ ତାହେଲେ ସେ 16 ବର୍ଷ ପର୍ଯ୍ୟନ୍ତ 15 ପରେ 16 ଯୋଉଦିନ ପଡ଼ିବ ତମେ ସ୍ୱାମୀ ସ୍ତ୍ରୀ ଯାକ ମରିବ। ସେଠୁ କହିଲେ ତାହେଲେ ଆମେ ଆଉ ପୁତ୍ର ଚାହିଁବାନି, କନ୍ୟାଟିଏ ଚାହିଁବା। ସେ କନ୍ୟାଟିଏ ଚାହିଁଲେ, ଏଇଟା ଶିବଙ୍କୁ ପ୍ରାର୍ଥନା କଲେ। ସେ କନ୍ୟା 15 କନ୍ୟାଟିଏ ତାଙ୍କର ହେଲା। କନ୍ୟା ହେଲା ଯୋଉଦିନ ସେଇଟା ହଉଛି କୋଉ କନ୍ୟା କହିଲେ? ଏଇଠି ଯୋଉ କହିଲା ଉଆଁଶୀ କନ୍ୟା। ସେ କନ୍ୟାଟା ଅମାବାସ୍ୟା ତିଥିରେ ଜନ୍ମ ଗ୍ରହଣ କଲା। ସିଏ ଯେତେବେଳେ 15-16 ବର୍ଷ ହେଇଯାଇଛି, ବାପା ମା ମରିଗଲେ, ତାର ଆଉ କେହି ନାହିଁ, କଣ କରିବି ଚଳିବି କେମିତି? ଇଏ ବନରେ ଚାରିଆଡେ ବୁଲିଲା। ବୁଲିବା ଭିତରେ ଏଇଟା ହଉଛି ପ୍ରଭୁ ଜଗନ୍ନାଥ ନାରାୟଣ ଯୋଉ କହୁଛେ, ଏଇଠି ତାଙ୍କର ଚକ୍ରାନ୍ତ। ପ୍ରଭୁ ଚଣ୍ଡାଳ ବେଶ ହେଲେ, ସେ ମନ୍ଦିରରେ ରହିଥିବା ପ୍ରଭୁ ଚଣ୍ଡାଳ ହେଲେ। ଇଏ ଯାଇ କରିଥିଲେ ତା ସହିତ ଚଣ୍ଡାଳ ହେଇକିରି ମଦ୍ୟପାନ କଲା ଭଳି ବେଶରେ ଯାଇକିରି ୱାଂଶୀ କନ୍ୟା ସହିତ ତାଙ୍କର ସଙ୍ଗମ ହେଲା। ସଙ୍ଗମ ହେବା ପରେ ପୁତ୍ର ଜନ୍ମ ହେଲା। ଏଇଟା କହିଛନ୍ତି ପୁତ୍ର ଜନ୍ମ ଯେମିତି ହେଇଛି, ଏଇଆଡେ ତା ସ୍ୱାମୀ ମଲା। ଭଗବାନ ରୂପ ମାନେ ଦେଖନ୍ତୁ, ଭଗବାନଙ୍କର କଣ ଖେଳା ଲୀଳା କେମିତି, ଭଗବାନ ସେଇଟା ନଷ୍ଟ ହେଇଗଲେ। ଅର୍ଥାତ କିଛି ଜାଣିପାରିଲାନି, ୱାଂଶୀ କନ୍ୟା ଜାଣିପାରିଲାନି ଯେ ଆର ପରିଚୟ କଣ ଦେବି, ମୁଁ ଯିଏ ପଚାରିଲେ ଆର ପିତାର ପରିଚୟ ଦେବି କଣ? ତେଣୁ ଆନା ଇଏ ଗୋଟେ ପଡିଯାଇଛି, ଇଏ ଗୋଟେ ଚଣ୍ଡାଳଟା ଭଳି ପତିତ ଭଳି ଏଟା
ତେଣୁ ଆ ନା ମୁଇଁ ଦେବି ପୁଅଟି ନାଁ ଦେବି ପତିତ। ହେଠୁ ସେ କହିଲା ଏଇଟା କ'ଣ ମୁଇଁ ଯେହେତୁ ଅନାଥ ଜାତି ଏମିତି ଗୋଟେ କିଛି ନାହିଁ, ତେଣୁ ଗୋଟେ ପଡ଼ା ଖୋଜିଲା, ଚଣ୍ଡାଳ ପଡ଼ା। ଗୋଟେ ଚଣ୍ଡାଳ ପଡ଼ାରେ ଯାଇକି ରହିଲା, ସେ ପିଲାଟାକୁ ପଢ଼େଇଲା। ପିଲାଟାକୁ ପଢ଼େଇବା ବେଳେ ତା ସାଙ୍ଗସାଥି ମାନେ କହିଲେ ଯେ ନା, କହିଲେ ଏଇଟା ବାପା ନା ପଚାରିଲେ, କିଛି କହିପାରିଲାନି, କହିଲେ ଏଇଟା ଅଣବାବୁଆଟା ଆଉ। ସିଏ ହେଠୁ ତା ମାଆକୁ କହିଛି, ତା ମା କ'ଣ କହିବ, ଆରେ ରହ ତୁ ଖାଇଦେ ମୁଁ ତୋତେ ବୁଝେଇବି, ଏଇଆ କହିକିରି ସିଏ ଶୋଇ ପଡ଼ିଛି। ମନେ ରହିଲା ପରେ ଶୋଇ ପଡ଼ିଛି। ଶୋଇ ପଡ଼ିଲା ବେଳେ ତ ଇଏ କହିଲା ଆସେ, ଇଏ ଯେତେବେଳେ ତ ଗୋଟେ ପୁଣି ଅବୁଧା ହବ, ମୁଁ କ'ଣ ପରିଚୟ ଦେବି ଆକୁ, ମୁଁ ତ ତା ବାପାର ପରିଚୟ ଦେଇପାରିବିନି, ତା ନାଁ ମୁଁ ତ ଜାଣିନି। ସିଏ ଏବେ କ'ଣ କରୁଛି, ଶୋଇଛି ପୁଅ ପଳେଇଲା, କହିଲା ଯାଉଛି ଗଙ୍ଗାରେ ଘାସ ଦେବି। ଇଏ ଯାଇଛି, ଇଏ ଗଙ୍ଗାରେ ଘାସ ଦେବା ପାଇଁ ଯାଇଛି। ଯେତେ ଘାସ ଦେବା ପାଇଁ ଯାଆନ୍ତି ପ୍ରଭୁ ନିଜେ ନାରାୟଣ ତା ପଛା ଟାଣି ଆଣିଯିବେ। এইটা কথাটা প্লট রহিলা, সেটু পুঙ্কর প্লটটা পুଣି আইব। ନାରଦ ମୁନି ତାଙ୍କୁ ଆସିଛନ୍ତି, ପୁଅକୁ କହିଛନ୍ତି, କହିଲେ କେମିତି ଆଜ୍ଞା ମୋ ମା ତ ପାଉନି, କେମିତି କହୁଛି, କହିଲେ ତୋ ମାଆକୁ ପାଇବୁ, ସବୁ କିଛି ପାଇବୁ, ତୁ ଶିବଙ୍କୁ ତପସ୍ୟା କର, ଶିବଙ୍କୁ ଏଇ ଜିନିଷ ସବୁ ମାଗିବୁ। 3-4ଟା ମାଗିଛି, ସେ ପାର୍ବତୀଙ୍କୁ ମଧ୍ୟ ସେ କହିଛି। ସେ କହିଲା ହେଟା ହେଇପାରିବ ନାହିଁ, ଶିବ କହୁଛନ୍ତି ହେଟା ହେଇପାରିବନି, ଅନ୍ୟ ଯାହା କହିବୁ ମୁଁ ତାହା ସବୁ ଟଙ୍ଗରୁ ତ୍ରିଶୂଳ ସମସ୍ତେ ମାଗିଲେ। ସେ ଯାଇକିରି ଯେତେବେଳେ କହିଲେ, ଇଭେନି ତାଙ୍କୁ ଦେବତା ମାନେ କହିଛନ୍ତି, ତମେ ଯଦି ପାର୍ବତୀ ତମ ସାଙ୍ଗରେ ଧରିକି ଆସିବ ତାହେଲେ ଆମେ ଜାଣିବୁ ଯେ ତମେ ମହାଦେବ, ସ୍ୱୟଂ ମହାଦେବ। ଏଇଟା ହିଁ ପରୀକ୍ଷା ହେଇଛି। କିନ୍ତୁ ପ୍ରଭୁ ଶିବ ମନା କଲେ, କହିଲେ ତାର ଯଦି ତମେ ମନା କରୁଛ ପାର୍ବତୀ ଆମେ, ତାହେଲେ ମୋ ମା କୋଉଠି ଅଛି, ତାହେଲେ ଆପଣ ଦିଅନେ ଯାଆନ୍ତୁ ଦେଖେଇଦେବେ। କହିଲା ଆସେ ମୁଁ ଦେଖେଇଦେବି। ଇଏ ଏଇ ସମୟରେ ଯାଇଛି, ଇଏ ଟାଣୁଛନ୍ତି, ପ୍ରଭୁ ଟାଣୁଛନ୍ତି, ଇଏ ଯାଇକିରି ଦେଖିଦେଇଛି ମାଆଙ୍କୁ, ଯାହାଟା ପ୍ଲଟ ଦେଖିଦେଇଛି। ସେଇ ସମୟରେ ସେ ଜାଣିଲେ ପ୍ରଭୁ ଭଗବାନ ନିଜେ ହେଲେ ପରିଚୟ ଦେଇଛନ୍ତି। ତାହେଲେ କେମିତି ଆମ ତାର ସ୍ଥାନ କୋଉଠି ହବ, ମୋ ପୁଅର ପରିଚୟ କେମିତି ଦେବି? କହିଲେ ତୋ ପୁଅର ସ୍ଥାନ ଯୋଉଟାକି ଦୁନିଆ ଜାଣିବ ଆଜି, ପତିତ ପାବନ ମାନା ବୁଝିବ, ପତିତ ଚକ୍ରରେ ଏଇ ଯୋଉ ଚକ୍ରରେ ତାକୁ ବଧ କରାହେଇଛି ଆଜ୍ଞା, ତାର ମସ୍ତକ ବଧା କରାହେଇଛି। ତେଣୁ ମୁଁ ଆସି ମାଗିଛି, ହଁ ସେଇଟା ସାରେ ଯେତେବେଳେ ପରେ ତ ମନେ ପକଉଛ ପ୍ରଥମରୁ ହବ ମୁଁ କହୁଛି। ତେଣୁ ସେଥିପାଇଁ ବି ଦୁଃଖ କରିବେନି, କାରଣ ସମୟ ସୀମାକୁ ଲକ୍ଷ୍ୟ କରିକି ଆପଣ ଯଦି ଷ୍ଟାର୍ଟରୁ ଠିକ ଆରମ୍ଭ କରିଥାନ୍ତେ, ଏ ବି ଷ୍ଟାର୍ଟରୁ ଠିକ ଆରମ୍ଭ କହିଲେ ପୁଅର ମା ବାପ ପରିଚୟ କେମିତି ଦେବ? ରଥଯାତ୍ରା ସମୟରେ ଯେତେବେଳେ ଯାଇକିରି ମୁଣ୍ଡ ଚକା ତଳେ ଦେବ, କହିବ ନାଇଁ ନାଇଁ ଦେଖେ ଏଇ ଜଣକ ତ ବାପା ବୋଲି ପରିଚୟ। ମାଦଳା ପାଞ୍ଜିରୁ ଉଦ୍ଧୃତ ଲେଖା ହେଇଛି, ମାଦଳା ପାଞ୍ଜିରୁ ଉଦ୍ଧୃତ ସେ ଦେଇଥିଲେ ଅଛି। ଭଗବାନ ଶିବଙ୍କୁ ମାରିବା ପାଇଁ ଗୋଡେଇଯିବି। ତମ ସହିତ ମୋର କେତେବେଳେ ଯାତ୍ରା ହବ, ସିଏ କହିଲେ ଝୁଲଣ ସହିତ ମୁଁ ଅନ୍ନ ସହିତ ତମକୁ ସମ୍ପର୍କ ରହିବ ବୋଲି, ଝୁଲଣ ଯାତ୍ରାରେ ଝୁଲିବ, ମୋ ସାଙ୍ଗେ ଦୋଳିରେ ବସିକି ଝୁଲିବ। ଏଇଟା ଉଆଁସି କନ୍ୟା ନାରାୟଣଙ୍କ ସହିତ ଝୁଲଣା ଯାତ୍ରା କହନ୍ତି, ସେଇଠି ସେ ବସିଥିଲି। ହଉ ଯାହା ହଉ ତ ଜାଣିଲେ। ଉଭୟ ବିଷୟ ବୋଧେ ଉଭୟ କଳାକାର ମୁଁ ବିଷୟ ଦେଇଥିଲି ମାଣ୍ଡବିକ ସୁଳାରୋହଣ, 2 ଜଣ କେହି ଗାଇନ, କାହିଁକି ଆପଣ ମତେ ବ୍ରେକ୍ କରି କୁହନ୍ତୁ ଆଜ୍ଞା, କାହିଁକି ବିଷୟ ତ ଗାଇ ନାହାନ୍ତି, କଣ ବନ୍ଦ କଲେ ଆପଣ? ମୋର ପ୍ରଶ୍ନଟା ଲାଗିଲା, ବୁଝିଲା କି, କାହିଁକି ମାଣ୍ଡବୀୟଙ୍କୁ ସୁଳାରୋହଣ କରାଗଲା? ସାର୍ ମୁଁ ତ ନାଇଁ ଆପଣ ନାଇଁ ଶୁଣନ୍ତୁ, ଆପଣ ଯୋଉ କହିଲେ 10ଟା କି 15ଟା କୋଶ୍ଚିନ୍, ସେ ବିଷୟ ସେ ଜୁଡେ ପର୍ଯ୍ୟାୟ ଗାଇ ସାରିଲା ପରେ ମୁଁ ଆପଣଙ୍କୁ ସେ 2ଟା ପର୍ଯ୍ୟାୟ ଗାଇ ସାରିଲା ପରେ ମୁଁ ମାଣ୍ଡବୀୟଙ୍କ ସୁଳରୋହଣଟା ଟିଭି ସିରିଆଲ ସଦାବେଳେ ଦଉଛି। ଏଟା କଣ ପାଇଁ ତାକୁ ସୁଳରୋହ ସାରା? ଏ ଛୁଆଙ୍କର ଯୋଉ କଥା ଭାଗବତ ନାହିଁ କି, ଯୋଉ ଛୋଟିଆ ବହି, ହେଇ ରାଗରେ ଶିଶୁ ମନ୍ଦିରରେ ଲେଖା ହେଇଛି। ପ୍ରଥମ ଦିନ ଦେଇଥିଲି ବାଇଧନ ଭାଗ, ଏଇଭଳିଆ କେହି ଗାଇ ନଥିଲେ। ଯୋଉ ଥିଲେ ବଳରାମ ପ୍ରସାଦକୁ, ନାଇଁ ପ୍ରଥମ ଦିନ ଥିଲେ ବଳରାମ ପ୍ରସାଦକୁ କାଣ୍ଡସର ବିଷ ଦେଇଥିଲି, ସୁରେଖା ରଣ୍ଡା ବୁଲେଇକିରି ବଳରାମ ପ୍ରସାଦ ଗାଇ ପାରିନଥିଲା।
ଆପଣଙ୍କୁ ସାର୍ ଗାଇଥିଲେ ବିଷୟଟି ପରିଷ୍କାର କିଛି ଚିଟିଂ ହେଇଥିଲା ଆପଣଙ୍କୁ ଆଗରୁ କହିଦେଇଥିଲି ଆପଣ ଇନଡାଇରେକ୍ଟଲି ମୋତେ କଥାଟା କହୁଛନ୍ତି ନାଇଁ ନାଇଁ ଶୁଣି ସାରନ୍ତୁ ଏ କଥା କହିବା କଥା ଆପଣ ଯଦି ପ୍ରଥମ ଦିନ କହିଥାନ୍ତେ ନାହିଁ ସାର୍ ରିକ୍ରୁଟିଂ କରନ୍ତୁ ମୁଁ କରିଥାନ୍ତି ତ ଆପଣ ସେଦିନ କହିନାହାନ୍ତି ଆଉ ସଦାବେଳେ ଆମ ଉପରେ ତ କାଦୁ ପକେଇଲେ ହବ କି ନାଇଁ ନାଇଁ ସାର୍ ଏଇଟା ବର୍ତ୍ତମାନ ଦି ଜଣ ନାଇଁ ମୁଁ ସାର୍ ରାଗେନି କାହାକୁ ଆପଣ ମାନେ ଦି ଜଣ ଯାକ କୋଲାପ୍ସ ହୁଅନ୍ତୁ ମୁଁ ବି କୋଲାପ୍ସ ହଉଛି ଭାଇ ତମେ ଯୋଉ ଆବୁରୁ ଗାଇବା କଥା ଗାଇଲ ମୋର ଟପିକ ଥିଲା କାହିଁକି ମାଣ୍ଡବ୍ୟକୁ ଶୁଣାଗଲା ମତେ କାହିଁକି କୁହ ତମେ ମୁଁ ସାର୍ ଏଇଠୁ ଗାଇବି ମୁଁ ସାର୍ ଗାଇବି ପଦଟା ମୁଁ ଗାଇଥିଲି ପ୍ରଥମରୁ ସାର୍ କହିଲେ ନାରୀ ନାଁଟା ହଉଛି ତତ୍ୟାୟନି ମୋର ଟିକେ ମନେ ନଥିଲା ତତ୍ୟାୟନି ମତେ କାହିଁକି କୁହ କାହିଁକି ଆଜ୍ଞା ଏଇଠୁ ଯେତେବେଳେ ସ୍ୱର୍ଣ୍ଣ ରୂପ ଧାରଣ ସମ୍ବର ରାକ୍ଷସ ସ୍ୱର୍ଣ୍ଣ ରୂପ ଧରିକି ପଳେଇଲା କାହାକୁ କାମ ପ୍ରମୋଦିନି କି ଆଜ୍ଞା ଏଇଠୁ ବିଷୟ ଆରମ୍ଭ କରିଦେଲୁ আজ্ঞা কাম প্রমোদিনী জেনে না গরি সুবর্ণ কার ত্রিপুরী আজ্ঞা স্বর্ণ রূপ ধরি রাক্ষস নেলা আজ্ঞা দেখো কথায় পূর্ব মামলা আজ্ঞা সুবর্ণ তোরা পড়িলা কন্যা বলি রাজা সাজার শহর পড়িলা কি ମାଣ୍ଡବ ଋଷି ବାସସ୍ଥାନ କରନ୍ତି ବା ତପଆଚରଣ କରନ୍ତି ସେଇ ସ୍ଥାନରେ ମୁଁ ପାଇଲି ତେଣୁ ରାଜା ଏଣେ ଚିକିତ୍ସା କଲେ ଦେବପର୍ଣ୍ଣ କହିଲେ ନା ନା ତାହେଲେ ସିଏ ହିଁ ମୋ କନ୍ୟାକୁ ହରଣ କରି ନେଇଛି ତେଣୁ ସେଇଥିପାଇଁ ଯାଅ ରାଜା ସମସ୍ତଙ୍କୁ ପଠେଇ ଦେଲା ରତିମାନଙ୍କୁ ଯେ ମାଣ୍ଡବ ଋଷିକୁ ଯାଅ ଧରି ଆଣ ତାକୁ ଶୁଳି ତିଆରି କରି ଶୁଳିରେ ବସେଇ ଦିଅ ହଉ ସାର୍ ମୁଁ ଟିକେ କହିବି କି ମୁଁ ବି ସବୁ ଜାଣିନି ମନା କରିଛି ଟିକେ କହିବି ଯେ ମାଣ୍ଡବ ଋଷି ଷୋଳରେ ବସିବା କାରଣ କ'ଣ ମାଣ୍ଡବ ଋଷି ପିଲାଦିନେ ଆଜ୍ଞା ବଡ଼େ ଜୀବ ପଙ୍କି ସମସ୍ତଙ୍କର ପାଖରେ ଆଜ୍ଞା ପୁରା ବଣ୍ଟା ପିନ୍ଧନ୍ତି ଏ ଅଭିଶାପ ତାଙ୍କ ପଡ଼ିବାରୁ ମାଣ୍ଡବ ଷୋଳବଦ୍ଧ ହେଇଥିଲେ କି ଅଭିଶାପ ଦେଇଥିଲା ଅଭିଶାପ ସାର୍ ମନେ ପଡୁନି ମନ ଟିକେ ଟେନସନ ଅଛି ଯଦି ଆପଣ ଟେନସନ ହେବେ ବିଷୟରେ ଜାଣିକିରି ବି ଭୁଲ କରୁଛନ୍ତି ନାଇଁ ସାର୍ ମୁଁ ପ୍ରାରମ୍ଭ ନ ଜାଣିଛି ବୋଲି ଆପଣଙ୍କୁ ମନା କଲି ସାର୍ ମୁଁ ଜାଣିନାହିଁ କିନ୍ତୁ ଟିକେ ଟିକେ ଜାଣିଛି ବୋଲି କହିଲେ ଷୋଳବଦ୍ଧ ହେଇଥିଲା ତାର ପୂର୍ବ ଇଏ ଥିଲା ବୋଲି ଆଜ୍ଞା ତାଙ୍କର ଅଭିଶାପ ଥିଲା ଆଜ୍ଞା ସାର୍ ଟିକେ ଏଇଠି या मतरे मु कहूँ आज्ञा जितेबले मांडव ऋषि जितेबले शुलवाणी बसई देले सकल ऋषि मैंने आसिक डाक पाखे बसी रही से कहले तुम ये दंड आज कहीं भोगिल तेणु सी कहले मुझे स्नान करूली तैल लगेगा समय गोटे गोटे उकुणी मुंडर था कंक टीकार डाकी धरी कंटक हिसाब से तेणु आज ये कंटकटा मत ये कंटकटा भोगिया पड़ा आसिए सौरा जुड़ा